ମୁଁ ଭବେଶ କୁମାର ରଥ ଷଷ୍ଠ ସପ୍ତମ ଅଷ୍ଟମ ନବମ ଏବଂ ଦଶମର BSc ଆଉ CBSE ବୋର୍ଡ଼ର ଯେଉଁ ବହିଗୁଡ଼ିକ ବିଦ୍ୟାଳୟରେ ପ୍ରଚଳନ ହେଉଛି ସେହି ବିଦ୍ୟାଳୟର ଓଡ଼ିଆ ଅର୍ଥ କରିବା ସହିତ ତା'ର ପ୍ରଶ୍ନଗୁଡ଼ିକର ଆଲୋଚନା କରାଯାଉଛି ଏବଂ ଆଜି ଏହି କ୍ରମରେ ଆମେ ନବମ ଶ୍ରେଣୀର ପ୍ରଥମ ଅଧ୍ୟାୟ ଅବିବେକ ପରମ ପଦାମ ପଦମ ଏହି ବିଷୟଟି ଆଲୋଚନା କରିବା। ଆପଣମାନେ ସମସ୍ତେ ଭଲ ଭାବରେ ଶୁଣନ୍ତୁ ଏବଂ ବୁଝନ୍ତୁ। ଅବିବେକ ପରମାପଦମ ପଦମ, ଏହାର ଅର୍ଥ ହେଉଛି ଯିଏ ଯାହାର ବିବେକ ନାହିଁ, ଅବିବେକ ତସ୍ୟ ପରମ ଆପଦମ, ତାର ବହୁତ ବିପଦ ପଡ଼ିଥାଏ। ପ୍ରତ୍ୟେକ ପଦରେ ପଦମ ଆପଦମ ପରମମ, ଅର୍ଥାତ୍ ପ୍ରତ୍ୟେକ ପଦରେ ତାର ବିପଦ ଆସିଥାଏ। ପ୍ରଥମ ବାକ୍ୟ ଅଛି ତତସ୍ତେନ ନକୁଳେନ ବାଳ ସମୀପମୁପସର୍ପନ୍ କୃଷ୍ଣ ସର୍ପ ଦୃଷ୍ଟ। ଏହି ବାକ୍ୟଟି କର୍ମବାଚ୍ୟରେ ଅଛି। ତତଃ ତେନ ନକୁଳେନ, ସେ ତାହାପରେ ସେହି ନକୁଳ ଦ୍ୱାରା ବାଳ ସମୀପମ୍ ଉପସର୍ପନ୍, ବାଳକ ନିକଟରେ ପହଞ୍ଚୁ ପହଞ୍ଚୁ କୃଷ୍ଣ ସର୍ପ ଦୃଷ୍ଟ, କୃଷ୍ଣ ସର୍ପ ଦେଖାଗଲା ବା ସେ କୃଷ୍ଣ ସର୍ପକୁ ଦେଖିଲା। ରୁଚା ବଦତି ବ୍ୟୋମ, ହେ ବ୍ୟୋମ ଏକଂ ପ୍ରଶ୍ନଂ ପୃଚ୍ଛାମି, ଗୋଟିଏ ପ୍ରଶ୍ନ ପଚାରୁଛି। କହ ସହ ପଶୁ ଯଃ ସର୍ପସ୍ୟ ଶତ୍ରୁଃ, କିଏ ସେହି ପଶୁ ଯିଏ ସାପର ଶତ୍ରୁ ଅଟେ। ବ୍ୟୋମଃ, ବ୍ୟୋମଃ ବଦତି ରୁଚେ, ହେ ରୁଚା ଗରୁଡ଼ଃ ସର୍ପଂ ଭକ୍ଷୟତି, ଗରୁଡ଼ ସାପକୁ ଖାଇ ଦେଇଥାଏ। ମୟୂରଃ ଅପି ଅହିଭୁକ୍ କଥ୍ୟତେ, ମୟୂର ମଧ୍ୟ ସାପମାନଙ୍କର ଶତ୍ରୁ ଅଟେ, ଶତ୍ରୁ ବୋଲି କୁହାଯାଏ। ରୁଚା ବଦତି ବ୍ୟୋମ, ହେ ବ୍ୟୋମ ଏତୌ ତୁ ଖଗୌ, ଏ ଦୁଇ ଜଣ ହେଉଛନ୍ତି ପକ୍ଷୀ, ନ ତୁ ପଶୁ, ପଶୁ ନୁହନ୍ତି। ବ୍ୟୋମଃ ବଦତି ଆମ୍ ଜ୍ଞାତମ୍, ହଁ ଜାଣିଛି। ଏଷଃ ନକୁଳଃ ସର୍ପସ୍ୟ ଶତ୍ରୁଃ ଯସ୍ୟ ଚିତ୍ରମ୍ ଅତ୍ର ଦତ୍ତମ୍, ଏହି ନେଉଳ ସାପର ଶତ୍ରୁ ଯାହାର ଚିତ୍ର ଏଠାରେ ଦିଆଯାଇଛି। ରୁଚା ବଦତି ଇଦାନୀଂ ବଦ, ବର୍ତ୍ତମାନ କୁହ। କିଂ ଅସ୍ୟାଂ କଥାୟାଂ ସର୍ପଃ ବାଳଂ ଦଶତି ଅଥବା ନକୁଳଃ ସର୍ପଂ ମାରୟତି, କ'ଣ ଏହି କଥାରେ ସାପ ପିଲାଟିକୁ କାମୁଡ଼ି ଦେଲା ଅଥବା ନେଉଳ ସାପକୁ ମାରିଦେଲା। ବ୍ୟୋମଃ ବଦତି, ବ୍ୟୋମ କହୁଛି ଏତତ୍ତୁ କଥାଂ ପଠିତ୍ୱା ଏବ ଜ୍ଞାସ୍ୟାମଃ, ଏହି କଥାକୁ ପଢ଼ି ହେବ ଜାଣିବା। ପରନ୍ତୁ ପ୍ରଥମଂ ଏତତ୍ ବଦ, କିନ୍ତୁ ପ୍ରଥମେ ଏହା କୁହ। କୁତଃ ଗୃହୀତା ଏଷା କଥା, ଏହି କଥା କେଉଁଠାରୁ ଆସିଅଛି। ରୁଚା ବଦତି ମମ ଆଚାର୍ଯ୍ୟା ଅକଥୟତ୍, ମୋର ଶିକ୍ଷକ କହୁଥିଲେ ଏଷା କଥା ହିତୋପଦେଶାତ୍ ଗୃହୀତାଃ, ଏହି କଥା ହିତୋପଦେଶରୁ ଗ୍ରହଣ କରାଯାଇଛି। ଅତ୍ର ଅନେକାଃ ମନୋରଞ୍ଜକାଃ ନୀତିକଥାଃ ସନ୍ତି, ସେଠାରେ ଅନେକ ମନୋରଞ୍ଜକ ଏବଂ ନୀତିକଥା ଗୁଡ଼ିକ ଅଛନ୍ତି। ବ୍ୟୋମଃ ବାଢ଼ଂ ନିଶ୍ଚୟଂ, ପାଠଂ ପଠିତ୍ୱା ତବ ପ୍ରଶ୍ନସ୍ୟ ଉତ୍ତରଂ ଦାସ୍ୟାମି, ପାଠ ପଢ଼ିକରି ପଠ ଯୁକ୍ତତ୍ୱାଚ୍, ପାଠ ପଢ଼ିକରି ତୁମ ପ୍ରଶ୍ନର ଉତ୍ତର ଦେବି। ରୁଚା ବଦତି ଶୋଭନଂ ସୁନ୍ଦରଂ, ଅଧୁନା ପାଠଂ ପଠାମଃ, ବର୍ତ୍ତମାନ ପାଠ ପଢ଼ିବା। ଅସ୍ତି ଉଜ୍ଜୟିନ୍ୟାଂ ମାଧବ ନାମ ବିପ୍ରଃ, ବିଷୟସ୍ୟ ଆରମ୍ଭ। ଉଜ୍ଜୟିନ୍ୟାଂ, ଉଜ୍ଜୟିନୀରେ ମାଧବ ନାମକ ବ୍ରାହ୍ମଣଟିଏ ଅଛି। ଏଠାରେ କର୍ତ୍ତା ହେଉଛି ବିପ୍ରହ ଏବଂ କ୍ରିୟା ହେଉଛି ଅସ୍ତି। ଏକଦା ତସ୍ୟ ଭାର୍ଯ୍ୟା, ଥରେ ତାହାର ସ୍ତ୍ରୀ ସ୍ୱବାଳା ଅପତ୍ୟସ୍ୟ ରକ୍ଷାର୍ଥମ୍, ନିଜ ସନ୍ତାନର ରକ୍ଷା ପାଇଁ ତମ୍ ଅବସ୍ଥାପ୍ୟ, ତାକୁ ଅବସ୍ଥାନ କରାଇ ଅବଯୁକ୍ତ ସ୍ଥାଯୁକ୍ତ ଲ୍ୟପ୍ ଅବସ୍ଥାପ୍ୟ ସ୍ନାତୁମ୍ ଗତା, ସ୍ନାନ କରିବା ପାଇଁ ସ୍ନାଯୁକ୍ତ ତୁମୁନ୍, ସ୍ନାନ କରିବା ପାଇଁ ଗଲା। ଅଥ, ଏହାପରେ ବ୍ରାହ୍ମଣଃ ରାଜ୍ञା ସାଧାର୍ଥଂ ନିମନ୍ତ୍ରିତଃ, ଏହି ବାକ୍ୟ ମଧ୍ୟ କର୍ମବାଚ୍ୟରେ ଅଛି। ଅର୍ଥ ମାନେ ଏହାପରେ ବ୍ରାହ୍ମଣ ରାଜାଙ୍କ ଦ୍ୱାରା ଶ୍ରାଦ୍ଧ ପାଇଁ ନିମନ୍ତ୍ରିତ ହୋଇଥିଲେ। ବ୍ରାହ୍ମଣଃ ସହଜ ଦାରିଦ୍ର୍ୟାତ୍
ଅଚିନ୍ତୟତ୍। ବ୍ରାହ୍ମଣ ଦରିଦ୍ର ବ୍ୟକ୍ତିଟିଏ ଥିଲା। ସେଥିପାଇଁ ସେ ଚିନ୍ତା କଲା, ଯଦି ସତ୍ୱରମ୍ ନ ଗଚ୍ଛାମି ତ୍ୱରୟା ସହ ବର୍ତ୍ତମାନଂ ସତ୍ୱରମ୍, ଯଦି ଶୀଘ୍ର ନ ଗଚ୍ଛାମି ଯିବି ନାହିଁ, ତର୍ହି ଅନ୍ୟଃ କଶ୍ଚିତ୍ ଶ୍ରାଦ୍ଧାର୍ଥଂ ବୃତ୍ତଃ ଭବେତ୍, ତେବେ ଅନ୍ୟ କେହି ଶ୍ରାଦ୍ଧ ପାଇଁ ନିମନ୍ତ୍ରଣ କରାଯାଇପାରେ। ୟତଃ ଯେଣୁ ଆଦାନସ୍ୟ ପ୍ରଦାନସ୍ୟ କର୍ତ୍ତବ୍ୟସ୍ୟ ଚ କର୍ମଣଃ କ୍ଷିପ୍ରମକ୍ରିୟମାଣସ୍ୟ କାଳଃ ପିବତି ତଦୃଶମ୍। ଆଦାନ ଏବଂ ପ୍ରଦାନ କ୍ରିୟାରେ, ଦେବା ନେବା କ୍ରିୟାରେ ଏବଂ କର୍ତ୍ତବ୍ୟ ପାଳନ କରିବା ସମୟରେ ଆମର ଯେଉଁ କର୍ମ ଆମେ କରିଥାଉ, ଯେଉଁ କର୍ମ ଯେଉଁ ଦିନ କରିବା ଆବଶ୍ୟକ, କ୍ଷିପ୍ର କ୍ରିୟମାଣ କର୍ମ, ଅର୍ଥାତ୍ ଯେଉଁ କର୍ମକୁ ଆମେ ଯେଉଁ ସମୟରେ କରିବା କଥା ଯଦି ନ କରିବା, ଅକ୍ରିୟମାଣ କର୍ମ, କାଳଃ ପିବତି ତଦୃଶମ୍, କାଳ ତାର ରସକୁ ପିଇଦେବ। ଅର୍ଥାତ୍ ଯେଉଁଦିନ ଗଣେଶ ପୂଜା ସେଇଦିନ ଗଣେଶ ପୂଜା କର୍ମ କରିବା କଥା, ଯଦି ତା ପରଦିନ କରିବା ତେବେ ଆମେ ଲୋକହସା ହେବା। ଠିକ୍ ସେହିଭଳି ଭାବରେ ଆଦାନ ପ୍ରଦାନ କର୍ତ୍ତବ୍ୟ ଏବଂ ଯେଉଁ କର୍ମ ଯେଉଁ ସମୟରେ କରିବାର ଅଛି, ଯଦି ଆମେ ସେଭଳି ତାକୁ ନ କରିବା, ତେବେ ତାହାର ରସକୁ ସ୍ୱତନ୍ତ୍ର ଭାବରେ କାଳ ପିଇଦେବ। କିନ୍ତୁ ବାଳସ୍ୟ ଅତ୍ର ରକ୍ଷକଃ ନାସ୍ତି, କିନ୍ତୁ ଏଠାରେ ଛୋଟ ପିଲାଟିର ରକ୍ଷକ କେହି ନାହାନ୍ତି। ତତ୍ କିମ୍ କରୋମି, ତାହେଲେ କ'ଣ କରିବି? ଭବତୁ, ହଉ। ଚିରକାଳ ପାଳିତମ୍ ଇମଂ ପୁତ୍ର ନିର୍ବିଶେଷମ୍ ନକୁଳಂ ବାଳରକ୍ଷାୟାମ୍ ବ୍ୟବସ୍ଥାପ୍ୟ ଗଚ୍ଛାମି, ବହୁଦିନ ଧରି ପାଳନ କରିଥିବା ଏହି ପୁଅ ଭଳି ନକୁଳକୁ ପିଲାଟିର ରକ୍ଷା ପାଇଁ ବ୍ୟବସ୍ଥା କରି ଯିବି। ବ୍ୟବସ୍ଥାପ୍ୟ ଲ ପ୍ରତ୍ୟୟ ଭବତି। ତଥା କୃତ୍ୱା ଗତଃ, ସେଇଭଳି କରି ଗଲା। କୃଯୁକ୍ତ ତ୍ୱାଚ୍ କୃତ୍ୱା ଗମ୍ ଯୁକ୍ତ ତ୍ୱ ଗତଃ, ସେଇଭଳି କରି ଗଲା। ତତସ୍ତେନ ନକୁଳେନ ବାଳ ସମୀପମ୍ ଉପସର୍ପନ୍ କୃଷ୍ଣ ସର୍ପଃ ଦୃଷ୍ଟଃ। ତତଃ ତେନ, ତାପରେ ସେହି ନକୁଳ ଦ୍ୱାରା ପିଲା ନିକଟରେ ବା ସେ ପିଲା ନିକଟକୁ ଯାଉ ଯାଉ ବା କୃଷ୍ଣ ସର୍ପଟିକୁ ଦେଖିଲା। ଗୋଟିଏ କୃଷ୍ଣ ସର୍ପ ତାକୁ ଦେଖାଗଲା। ସ ତଂ ବ୍ୟାପାଦ୍ୟ, ସେ ତାକୁ ମାରିଦେଇ ଖଣ୍ଡଶଃ କୃତବାନ୍, ଖଣ୍ଡ ଖଣ୍ଡ କରିଦେଲା। ନେଉଳ ସାପଟିକୁ ମାରି ଖଣ୍ଡ ଖଣ୍ଡ କରିଦେଲା। ବି ଯୁକ୍ତ ଆ ଯୁକ୍ତ ପତ୍ ଯୁକ୍ତ ଲପ୍ ବ୍ୟାପାଦ୍ୟ। ଅତ୍ରାନ୍ତରେ, ଏହାପରେ ବ୍ରାହ୍ମଣଃ ଅପି, ବ୍ରାହ୍ମଣ ମଧ୍ୟ ଶ୍ରାଦ୍ଧଂ ଗୃହୀତ୍ୱା, ଶ୍ରାଦ୍ଧ ଗ୍ରହଣ କରି ଗୃହମ୍ ଉପାବୃତଃ, ଘରକୁ ଫେରି ଆସିଲା। ବ୍ରାହ୍ମଣଂ ଦୃଷ୍ଟ୍ୱା ନକୁଳଃ ରକ୍ତ ବିଲିପ୍ତ ମୁଖପାଦଃ ତସ୍ୟ ଚରଣୟୋଃ ଅଲୁଠତ୍। ବ୍ରାହ୍ମଣକୁ ଦେଖି ନେଉଳ ରକ୍ତ, ତାର ଶରୀରରେ ମୁହଁ ପାଦ ଏସବୁ ଜାଗାରେ ରକ୍ତ ଲାଗିଥିଲା। ସିଏ ବ୍ରାହ୍ମଣର ପାଦ ଦୁଇଟିରେ ଲୁଣ୍ଠିତ ହେଲା ବା ପଡ଼ିଗଲା। ବିପ୍ରଃ ତଥାବିଧଂ ତଂ ଦୃଷ୍ଟ୍ୱା, ବ୍ରାହ୍ମଣ ସେଇଭଳି ଅବସ୍ଥାରେ ତାକୁ ଦେଖି ବାଳକୋନେନ ଖାଦିତଃ, ଅନେନ ନକୁଳେନ, ଏହି ନେଉଳ ଦ୍ୱାରା ବାଳକଟିକୁ ଖିଆଯାଇଛି ବୋଲି ଅବଧାରଣା କରି, ଚିନ୍ତନ କରି, ମନନ କରି କୋପାତ ନକୁଳଂ ବ୍ୟାପାଦିତବାନ୍, କୋପ ହେତୁରୁ ରାଗି କରି ନେଉଳକୁ ମାରିଦେଲେ। ଅନନ୍ତରଂ ଯାବତ ଉପସୃତ୍ୟ, ଏହାପରେ ଯେତେବେଳେ ଯାଇ ଅପତ୍ୟଂ ପଶ୍ୟତି, ପିଲାଟିକୁ ଦେଖିଲେ, ତାବତ୍ ବାଳକଃ ସୁସ୍ଥଃ, ତେବେଳେ ବାଳକ ସୁସ୍ଥ ଥିଲା। ସର୍ପଶ୍ଚ ବ୍ୟାପାଦିତଃ ତିଷ୍ଠତି, ଏବଂ ସାପ କିନ୍ତୁ ମରିକରି ପଡ଼ିଥିଲା। ତତଃ ତମ୍ ଉପକାରକଂ ନକୁଳମ୍, ତେଣୁ ସେହି ଉପକାରକ ନେଉଳକୁ ମୃତଂ ନିରୀକ୍ଷ୍ୟ, ମରିଗଲା ବୋଲି ନିରୀକ୍ଷଣ କରି, ଯୁକ୍ତ ଯୁକ୍ତ ଲ୍ୟପ୍ ନିରୀକ୍ଷଣ କରି, ନିର୍ଯୁକ୍ତ ଇକ୍ଷ୍ ଯୁକ୍ତ ଲ୍ୟପ୍ ନିରୀକ୍ଷଣ କରି, ଆତ୍ମନଂ ମୁଷିତଂ ମନ୍ୟମାନ, ନିଜକୁ ଦୋଷୀ ବୋଲି ଭାବି, ବ୍ରାହ୍ମଣଃ ପରଂ ବିଷାଦମ୍ ଅଗଚ୍ଛତ୍, ବ୍ରାହ୍ମଣ ବଡ଼ ବିଷାଦରେ ଦୁଃଖରେ ପଡ଼ିଗଲେ। ଅତଃ ଉଚ୍ୟତେ, ଏଣୁ କୁହାଯାଏ, ସହସା ବିଦଧିତ ନ କ୍ରିୟା, ହଠାତ୍ କୌଣସି କ୍ରିୟା କରିବ ନାହିଁ। ଅବିବେକଃ ପରମ ପଦମ୍, ଯାହା ପାଖରେ ବିବେକ ନାହିଁ, ଅବିବେକ ଲୋକ
ସେ ପରମ ଦୁଃଖକୁ ବା ପ୍ରତ୍ୟେକ ପଦରେ ସିଏ ବିପଦକୁ ପ୍ରାପ୍ତ ହୁଏ। ବୃଣତେ ହି ବିମୃଶ୍ୟକାରିଣମ୍ ଗୁଣଲୁବ୍ଧା ସ୍ୱୟମେବ ସମ୍ପଦଃ। ବିମୃଶ୍ୟକାରୀ ଯେଉଁମାନେ ଚିନ୍ତା କରି ବିଚାର କରି କୌଣସି କାର୍ଯ୍ୟ କରନ୍ତି ତାଙ୍କ ପାଖରେ ସେମାନେ କେବଳ ଗୁଣକୁ ହିଁ ଲାଭ କରନ୍ତି, ସେମାନେ ନିଜେ ନିଜେ ସମ୍ପଦ ଲାଭ କରନ୍ତି, ସେମାନଙ୍କ ପାଖରେ କେବେ ହେଲେ ବିପଦ ପହଞ୍ଚେ ନାହିଁ, ସେମାନଙ୍କ କାର୍ଯ୍ୟ ସବୁବେଳେ ଜୟଯୁକ୍ତ ହୁଏ। ପ୍ରଥମେ ଆମେ ଏ ଅଭ୍ୟାସର ଓଡ଼ିଆ ଅର୍ଥ ବୁଝିବା ଏବଂ ତାର ପ୍ରଶ୍ନ ଗୁଡ଼ିକର ଉତ୍ତର କରିବା। ପ୍ରଥମ ପ୍ରଶ୍ନ 1 ନମ୍ବର କ ଉଜ୍ଜୟିନ୍ୟାମ୍ କିମ୍ ନାମ ବିପ୍ରଃ ଅବସତ୍। ଉଜ୍ଜୟିନୀରେ କେଉଁ ବିପ୍ର ବାସ କରୁଥିଲା, ତାହାର ନାମ କ'ଣ? ଉତ୍ତର ହେଉଛି ମାଧବଃ। ମାଧବଃ କେନ ଶ୍ରାଦ୍ଧାର୍ଥମ୍ ନିମନ୍ତ୍ରିତଃ। ଖ ମାଧବ କାହା ଦ୍ୱାରା ଶ୍ରାଦ୍ଧ ପାଇଁ ନିମନ୍ତ୍ରିତ ହୋଇଥିଲା? ଉତ୍ତର ହେଉଛି ରାଜ୍ञା, ରାଜାଙ୍କ ଦ୍ୱାରା। ଅକ୍ରିୟମାଣସ୍ୟ କର୍ତ୍ତବ୍ୟସ୍ୟ ରସଂ କଃ ପିବତି। କରାଯାଇ ନଥିବା କର୍ତ୍ତବ୍ୟର ରସକୁ କିଏ ପିଇଦିଏ? କାଳଃ, ସମୟ। କିମ୍ କରୋମି ଇତି କଃ ଚିନ୍ତୟତି। କ'ଣ କରୁଛି ବୋଲି କିଏ ଚିନ୍ତା କରୁଛି? ବିପ୍ରଃ, ବିପ୍ରଃ ବା ମାଧବଃ। କୃଷ୍ଣ ସର୍ପଃ କେନ ଦୃଷ୍ଟଃ। କୃଷ୍ଣ ସର୍ପ କାହା ଦ୍ୱାରା ଦେଖାଗଲା? ନକୁଳେନ। ନକୁଳମ୍ କଃ ବ୍ୟାପାଦିତବାନ୍। ନକୁଳ କାହାକୁ ମାରିଥିଲା? ନକୁଳମ୍ କଃ ବ୍ୟାପାଦିତବାନ୍ ଶବ୍ଦର ଅର୍ଥ ହେଉଛି ନକୁଳକୁ କିଏ ମାରିଥିଲା, ତାର ଅର୍ଥ ହେଉଛି ବିପ୍ରଃ, ବ୍ରାହ୍ମଣ। ସମ୍ପଦଃ କଂ ବୃଣତେ। ସମ୍ପଦ କାହା ପାଖରେ ଆସି ପହଞ୍ଚିଯାଏ? ବିମୃଶ୍ୟକାରିଣାମ୍, ଯେ ଚିନ୍ତା କରି ବିଚାର କରି କୌଣସି କାର୍ଯ୍ୟ କରିଥାଏ ତା ପାଖରେ ପହଞ୍ଚିଯାଏ। ବର୍ତ୍ତମାନ ଆମେ 2 ନମ୍ବରକୁ ଯିବା। 2 ନମ୍ବର ଅଛି ଅଧୋଲିଖିତ ପ୍ରଶ୍ନାନାମ୍ ଉତ୍ତରାଣୀ ପୂର୍ଣ୍ଣ ବାକ୍ୟେନ ଲିଖତ। ତଳେ ଲେଖାଯାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ପୂର୍ଣ୍ଣ ବାକ୍ୟରେ ଲେଖ। ତାହେଲେ କ ପ୍ରଶ୍ନ ହେଉଛି ବ୍ରାହ୍ମଣଃ ବାଳକସ୍ୟ ରକ୍ଷାयै କମ୍ ଉପାୟମ୍ ଅଚିନ୍ତୟତ୍। ବ୍ରାହ୍ମଣଃ ବାଳକର ରକ୍ଷା ପାଇଁ ବ୍ରାହ୍ମଣ କେଉଁ ଉପାୟ ଚିନ୍ତା କଲା? ବ୍ରାହ୍ମଣ ବାଳକର ରକ୍ଷା ପାଇଁ ଚିରକାଳ ପାଳିତମ୍ ନକୁଳମ୍ ନିୟୋଜୟାମି। ଦୀର୍ଘ ସମୟ ପର୍ଯ୍ୟନ୍ତ ପାଳନ କରିଥିବା ନକୁଳକୁ ନିୟୋଜନ କରୁଛି। ଇତି ଉପାୟମ୍ ଅଚିନ୍ତୟତ୍, ଏହି ଉପାୟ ଚିନ୍ତା କଲା। ବ୍ରାହ୍ମଣେନ ଅବିଚାର୍ଯ୍ୟ କିମ୍ କୃତମ୍। ବ୍ରାହ୍ମଣ ଦ୍ୱାରା ବିଚାର ନ କରାଯାଇ କ'ଣ କରାଗଲା? ବ୍ରାହ୍ମଣେନ ଅବିଚାର୍ଯ୍ୟ, ବ୍ରାହ୍ମଣ ଦ୍ୱାରା ବିଚାର ନ କରାଯାଇ ସର୍ପାତ ବାଳକସ୍ୟ ରକ୍ଷକଃ। ସର୍ପଠାରୁ ବାଳକର ରକ୍ଷା କରୁଥିବା ନକୁଳଃ ବ୍ୟାପାଦିତଃ, ନେଉଳକୁ ମାରି ଦିଆଗଲା ବା ନେଉଳକୁ ମାରିଦେଲା। ଗ କାଳଃ କସ୍ୟ ରସମ୍ ପିବତି। କାଳଃ କାର୍ଯ୍ୟସ୍ୟ ରସମ୍ ପିବତି। କାଳ କାର୍ଯ୍ୟର ରସକୁ ପିଇଦିଏ। କୀଦୃଶଃ ନକୁଳଃ ବ୍ରାହ୍ମଣସ୍ୟ ଚରଣୟୋଃ ଅଲୁଠତ୍। କେଉଁଭଳି ନକୁଳ ବ୍ରାହ୍ମଣର ଚରଣ ଦୁଇଟିରେ ଲୁଣ୍ଠିତ ହେଲା? ରକ୍ତ ବିଲିପ୍ତ ମୁଖପାଦଃ ନକୁଳଃ। ରକ୍ତରେ ଲିପ୍ତ ହୋଇଥିବା ମୁହଁ ପାଦ ଯୁକ୍ତ ନେଉଳ। ନକୁଳେନ କଃ ବ୍ୟାପାଦିତଃ। ନେଉଳ ଦ୍ୱାରା କିଏ ମରାଗଲା? ନକୁଳେନ ସର୍ପଃ ବ୍ୟାପାଦିତଃ। ନେଉଳ ଦ୍ୱାରା ସାପ ମରାଗଲା। ପରମ ପଦମ୍ କିମ୍। ପରମ ପଦମ୍ ଅବିବେକଃ। ପରମ ଆପଦ ପଦ ବା ପ୍ରତ୍ୟେକ ପଦରେ ଯାହାର ଶ୍ରେଷ୍ଠ ବିପଦ ଆସେ ସେ ହେଉଛି ଅବିବେକ ବ୍ୟକ୍ତି। ସମ୍ପଦଃ କୀଦୃଶଃ ଭବନ୍ତି। ସମ୍ପଦଃ ଗୁଣଲୁବ୍ଧାଃ ଭବନ୍ତି, ଅର୍ଥାତ୍ ଗୁଣ ଦ୍ୱାରା ଲାଭ କରାଯାଏ ସମ୍ପଦ। 3 ନମ୍ବରକୁ ଯିବା। 3 ନମ୍ବରରେ ଅଛି ଅଧୋଲିଖିତ ବାକ୍ୟେଷୁ ସ୍ଥୂଳ ପଦାନି ଆଶ୍ରିତ୍ୟ ପ୍ରଶ୍ନ ନିର୍ମାଣଂ କୁରୁତ। ତଳେ ଲେଖାଯାଇଥିବା ବାକ୍ୟ ଗୁଡ଼ିକରେ ସ୍ଥୂଳ ପଦ ମୋଟା ଚିହ୍ନରେ ଲେଖାଯାଇଥିବା ପଦକୁ ଆଶ୍ରୟ କରି ପ୍ରଶ୍ନ ନିର୍ମାଣ କର। ମାଧବଃ ଉଜ୍ଜୟିନ୍ୟାମ୍ ଅବସତ୍। ପ୍ରଥମେ ଏହାର ଅର୍ଥ ବୁଝିବା, ତାପରେ ପ୍ରଶ୍ନ କରିବା। ମାଧବ କେଉଁଠାରେ ବାସ କରୁଥିଲା? ପ୍ରଶ୍ନ
ଉତ୍ତର ହେଉଛି ମାଧବ ଉଜ୍ଜୟିନୀରେ ବାସ କରୁଥିଲା, ତେଣୁ କୁତ୍ର ମାଧବ କୁତ୍ର ଅବସତ୍। ବ୍ରାହ୍ମଣୀ ଶିଶୁ ରକ୍ଷାର୍ଥମ ବ୍ରାହ୍ମଣମ ନିୟୋଜ୍ୟ ସ୍ନାତୁମ ଗତା। ଏ ବାକ୍ୟର ଅର୍ଥ ହେଉଛି ବ୍ରାହ୍ମଣୀ ଶିଶୁର ରକ୍ଷା କରିବା ପାଇଁ ବ୍ରାହ୍ମଣକୁ ନିୟୋଜିତ କରି ସ୍ନାନ କରିବା ପାଇଁ ଗଲା। ଆମର ବ୍ରାହ୍ମଣମ ପଦ ଅଛି, କାହାକୁ ନିୟୋଜିତ କରି ଗଲା? କମ୍ ନିୟୋଜ୍ୟ ସ୍ନାତୁମ ଗତା। ବ୍ରାହ୍ମଣ ଦାରିଦ୍ର୍ୟାତ୍ ଅଚିନ୍ତୟତ୍। ବ୍ରାହ୍ମଣ ଦରିଦ୍ର ହେତୁ ଚିନ୍ତା କଲା। ଆମେ ଦାରିଦ୍ର୍ୟ ଶବ୍ଦକୁ ନେବା କିମର୍ଥମ୍। କିମର୍ଥମ୍ ଠିକ୍, କସ୍ମାତ୍ ମଧ୍ୟ ଠିକ୍। କେଉଁଥିପାଇଁ ବ୍ରାହ୍ମଣ ଚିନ୍ତା କଲା। ଯଦି କାର୍ଯ୍ୟମ୍ କ୍ଷିପ୍ରମ୍ ନ କ୍ରିୟତେ ତଦା କାଳଃ ତସ୍ୟ ରସମ୍ ପିବତି। ଯଦି କାର୍ଯ୍ୟ ତ୍ୱରାନ୍ୱିତ ନ ହୁଏ ତେବେ କାଳ ତାହାର ରସକୁ ପିଇଦିଏ। କାଳ କାହାର ରସକୁ ପିଇଦିଏ? କସ୍ୟ ରସମ୍ ପିବତି। ସହ ବ୍ରାହ୍ମଣ ନକୁଳଂ ବାଳରକ୍ଷାୟାଂ ବ୍ୟବସ୍ଥାପୟତ୍। ସେ ବ୍ରାହ୍ମଣ ନେଉଳକୁ ବାଳରକ୍ଷା ପାଇଁ ବ୍ୟବସ୍ଥାପିତ କରିଥିଲେ। କାହାକୁ? କମ୍। ସ ବ୍ରାହ୍ମଣ କମ୍ ବାଳରକ୍ଷାୟାଂ ବ୍ୟବସ୍ଥାପୟତ୍। ତାପରେ ନକୁଳଃ ସମୀପଂ ଆଗଚ୍ଛନ୍ତଂ କୃଷ୍ଣ ସର୍ପଂ ଅମାରୟତ୍। ନେଉଳ ନିକଟକୁ ଆସୁଥିବା କୃଷ୍ଣ ସର୍ପକୁ ମାରିଦେଲା। କାହାକୁ ମାରିଦେଲା? ନକୁଳଃ ସମୀପମ୍ ଆଗଚ୍ଛନ୍ତଂ କମ୍ ଅମାରୟତ୍। ନକୁଳସ୍ୟ ମୁଖମ୍ ପାଦାଃ ଚ ରକ୍ତେନ ବିଲିପ୍ତାଃ। ନେଉଳର ମୁହଁ ଏବଂ ପାଦ ରକ୍ତରେ ଲିପ୍ତ ହୋଇଥିଲା। କେଉଁଥିରେ ଲିପ୍ତ ହୋଇଥିଲା? ନକୁଳସ୍ୟ ମୁଖମ୍ ପାଦଂ ଚ କେନ ବିଲିପ୍ତାଃ। ତାପରେ ଆମେ ଯିବା ଚତୁର୍ଥ ପ୍ରଶ୍ନକୁ। ଅଧୋଲିଖିତ ପ୍ରଶ୍ନାନ୍ ଯଥା ନିର୍ଦ୍ଦେଶମ୍ ଉତ୍ତରତ। ତଳେ ଲେଖାଯାଇଥିବା ପ୍ରଶ୍ନ ଗୁଡ଼ିକର ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ। ପ୍ରଥମ ବାକ୍ୟ ଲେଖା ହେଇଛି ଅସ୍ତି ଉଜ୍ଜୟିନ୍ୟାମ୍ ମାଧବଃ ନାମ ବିପ୍ରଃ। अस्मिन् वाक्ये किं क्रियापदं युक्तम्। कर्ता यत् करोति तत् क्रिया वर्तते। कर्ता जहाँ करे से क्रिया। तेणु एठी क्रिया होची अस्ति। तापरे ख होची किंतु बालस्य अत्र रक्षकः नास्ति। अत्र किं कर्तृपदं वर्तते। कर्ता किए? आमे कर्ता जानिबार गोटे मुख्य उपाय होची प्रथमा विभक्ति प्रायतः कर्ता थाए, नचेत तृतीया विभक्ति थाए। कर्तृवाच्य कर्ता प्रथमा विभक्ति थाए एवं कर्मवाच्य कर्ता तृतीया विभक्ति थाए। अभाववाच्य कर्ता न थाए। कर्ता तृतीया विभक्ति थाए, अभाववाच्य कर्म न थाए। अकर्मक को भाववाच्य प्रायतः कह जाए। तेणु एठारे कर्तृपद होची रक्षकः। ग ब्राह्मणं दृष्ट्वा नकुलः रक्त विलिप्त मुखपादः तस्य चरणयोः अलुठत्। अस्मिन् वाक्ये किं विशेष्य पदं प्रयुक्तम्। विशेषण पद पूर्वरु बा विशेषण पद परे विशेष्य पद थाए। एठारे विशेष्य पद होची नकुलः। घ अत्रान्तरे ब्राह्मणोऽपि साधं गृहीत्वा गृहम् उपावृतः। तत्र दत्त्वा इति पदस्य विलोम पदं गृहीत्वा ग्रहण करी। बालकः सुस्थः सर्पश्च व्यापादितः तिष्ठति। अत्र बालकः सुस्थः इति अनयोः पदयोः किं विशेषणपदम् अस्ति। विशेषणपदम् अस्ति सुस्थः। यदि सत्वरं न गच्छामि इत्यत्र शीघ्रम् इति पदस्य किं पर्यायपदं प्रयुक्तम्। शीघ्रम् इति पदस्य पर्यायपदं सत्वरम्। तदनन्तरं वयं गच्छामः पंचम प्रश्नं प्रति। घटनाक्रमानुसारं वाक्यानि पुस्तिकायां लिखत। प्रथमे आमे जो घटनाक्रम जो अनुଯାୟୀ घटी जाइथिला से अनुযাୟୀ आमे लिखिबा पई पड़िबो। प्रथमे आमर जो क्रम अच्छी से क्रम अनुसार ये उत्तर हेबो नाही। ये उत्तर अन्य क्रम अनुसार हेबो। प्रथमे आसीबो ग है। आम 5 नंबर प्रश्न जानिबा घटनाक्रमानुसार वाक्यानि पुस्तिकायां लिखत। घटनाक्रम अनुसार वाक्य गुड़िक खातार लिखा। प्रथम हम उज्जयिन्यां माधवो नाम विप्रः वसति। तापरे ख हम ब्राह्मणः श्राद्धार्थं राज्ञा निमंत्रितः भवति। तापरे ग हम ब्राह्मणः नकुलं बालरक्षार्थं व्यवस्थाप्य गच्छति।
ତାପରେ ଘ ହବ ବ୍ରାହ୍ମଣ ଶ୍ରାଦ୍ଧାର୍ଥଂ ରାଜ୍ञ ପ୍ରାସାଦଂ ଗଚ୍ଛତି। ତାପରେ ହବ ନକୁଳ ବାଳକସ୍ୟ ସମୀପଂ ଆଗଚ୍ଛନ୍ତଂ ସର୍ପଂ ମାରୟତି। ତାପରେ ଚ ହବ ବ୍ରାହ୍ମଣ ଶ୍ରାଦ୍ଧଂ ଗୃହୀତ୍ୱା ପ୍ରତ୍ୟାଗଚ୍ଛତି। ତାପରେ ଛ ହବ ବ୍ରାହ୍ମଣ ରକ୍ତ ବିଲିପ୍ତ ମୁଖଂ ନକୁଳଂ ଦୃष्ट्वा ଚିନ୍ତୟତି ନୂନଂ ଖାଦିତଃ ମେ ପୁତ୍ରଃ ଅନେନ ନକୁଳେନ। ଜ ହବ ବ୍ରାହ୍ମଣ ସୁସ୍ଥଂ ପୁତ୍ରଂ ଦୃष्ट्वा ବିଷାଦଂ ଅନୁଭବତି। ତାପରେ ଝ ହବ ନକୁଳସ୍ୟ ମୁଖଂ ରକ୍ତ ବିଲିପ୍ତଃ ଭବତି। ଏବଂ ନିୟ ହବ ସହସା କ୍ରିୟାଂ ନ ବିଦଧିତ। ତାପରେ ଆମେ ଯିବା ପ୍ରଶ୍ନ ହେଲା। ଅଧୋଲିଖିତ କଥନୟୋଃ ଉଚିତ ଭାବାର୍ଥମିତି ଚିହ୍ନେନ ପ୍ରଦର୍ଶୟତ। ସହସା ବିଦଧିତ ନ କ୍ରିୟାଂ, ଏହାର ଉତ୍ତର ହବ ଆଇ କାର୍ଯ୍ୟଂ ସର୍ବଦା ଏବ ବିଚାର୍ୟ କର୍ତ୍ତବ୍ୟମ୍। ତାପରେ ବ ହେଉଛି କ୍ଷିପ୍ରମକ୍ରିୟମାଣସ୍ୟ କାଳଃ ପିବତି ତଦ୍ରସମ୍, ତାର ଉତ୍ତର ହବ ଆଇ କାଳଃ କାର୍ଯ୍ୟସ୍ୟ ଆନନ୍ଦଂ ନାଶୟତି। ତାପରେ ଆମେ ଯିବା ପ୍ରଶ୍ନ ନମ୍ବର 7କୁ। ସମୁଚିତ ପ୍ରତୀପମିଳନଂ କୁରୁତ। ଏସବୁ ହେଉଛି ବିପରୀତ ବାଚକ ଶବ୍ଦ, ବିଲୋମ ଶବ୍ଦ। ଆଦାନଂ ପ୍ରଦାନଂ, ସମୀପଂ ଦୂରଂ, ଦାରିଦ୍ର୍ୟଂ ସମ୍ପନ୍ନତା, ବିବେକଃ ଅବିବେକଃ, ଉପସୃତ୍ୟ ଅପସୃତ୍ୟ। ଅତ୍ର ବିଶେଷଣାନି, ଅଷ୍ଟମ ପ୍ରଶ୍ନକୁ ଯିବା। ଅତ୍ର ବିଶେଷଣାନି ଦତ୍ତାନି ଏତାନି ଅଧୋଲିଖିତ ବିଶେଷ୍ୟୈଃ ସହ ಯೋಜಯତ। ଆମେ ନକୁଳର ବିଶେଷଣ ପଦଗୁଡ଼ିକୁ ଜାଣିବା। ଚିରକାଳ ପାଳିତଃ, ପୁତ୍ର ନିର୍ବିଶେଷଃ, ଉପକାରକଃ, ରକ୍ତ ବିଲିପ୍ତ ମୁଖପାଦଃ। ବାଳକଃର ବିଶେଷଣ ପଦ ହେଉଛି ସୁସ୍ଥଃ। ସେଭଳି ଭାବରେ ସର୍ପର ବିଶେଷଣ ପଦ ହେଉଛି କୃଷ୍ଣଃ, ବ୍ୟାପାଦିତଃ, ମୃତଃ। ବର୍ତ୍ତମାନ ପ୍ରଥମ ବିଷୟ ଅବିବେକଃ ପରମ ପଦମ୍, ଏ ବିଷୟର ଅର୍ଥ ଏବଂ ପ୍ରଶ୍ନ ଏସବୁ ସରିଯାଇଛି। ଯଦି ଆପଣମାନଙ୍କୁ ଭଲ ଲାଗେ ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର ଏବଂ କମେଣ୍ଟ କରିବେ। ରହୁଛି।